नमस्कार जय जगन्नाथ स्वागत करुच्ची मोर आ गोटे भिडियो आम ए अच्छु कंधमाल गस्तरे पकड़ाझर वाटरफॉल देखि सारा पर आम ए जाऊँ फुलबाणी सहर को यहाँ आम पहुँचलु फुलबाणी घाटी रे घाटी रास्ता अतिक्रम कलापर फुलबाणी सहर को जावा सेठी टिके लंच करिकी आम प्लान कर फुलबाणी सहर ठारू मात्र आउ 18 किलोमीटर दूरता अवस्थित थिबा पुतुड़ी वाटरफॉल भिडियोटी बहुत रोमांचकर होबार अच्छी पूरा घाटी रास्ता हिमाचल प्रदेश कि उत्तराखंड में आपन को ट्राभेल कला भाई लगे भिडियोटी लास्ट पर्यंत देखूँ पुतुड़ी वाटरफॉल से ही जगह जोठी की ओडिया चलचित्र शूटिंग रही बाबूसान फिल्म पावर गोटे गीत शूटिंग होती चलतु यही प्राकृतिक सौंदर्य को उपभोग करिकी आम फुलबाणी सहर जावा फुलबाणी सहर रू जावा पुतुड़ी वाटरफॉल। बर्तमान आम पहुँचीगल फुलबाणी सहर रे फुलबाणी पौर परिषद स्वागतम। आम होटेल भाई खाईदेवाई कितु गहली जेहेतु थिला बहुत आम पार्सल नहीं आसलु बाहर गोटे देखिकी खाईदे जंगल मझे बसिकी तेणुक आम से लेफ्ट साइड्रु आसिलु जो आसुलु घाटी रास्त आम राइट को जीवा माने आम जो आसवा फुलबाणी पौरषद गेट भीतर एंट्री गलापर पुतुड़ी वाटरफॉल जावाक सीधा रास्ता जावा कि आम डाणु पड़ी जाइलु होटेल सन्धान में खाଇବା नहीं आम पुणी से रास्तार आगू बढ़ी चलू। गोटे छक आसो छक डाण जगन्नाथ मंदिर देकी आइला बेलू जगन्नाथ को देखिए आस
ସେଠି ଗୋପବନ୍ଧୁ ଚିତ୍ର ଦେଖିବୁ ସିଧାଟା ହେଇଆଡ଼େ ପଛପଟଟା ଗୋପବନ୍ଧୁ ଛକ ସେଇଠି ଯାଇକି ଏଇଠୁ ଆରମ୍ଭ ହୋଇଗଲା ଘାଟି ରାସ୍ତା। ରାସ୍ତା ବି ଏତେ ଭଲ ନାହିଁ, ପୁରା ଅଫ୍ ରୋଡ଼ିଂ। ଦୁଇ ସାଇଡ଼୍ରେ ଘଞ୍ଚ ଜଙ୍ଗଲ। ଡାହାଣ ପାର୍ଶ୍ୱରେ ବହିଯାଇଛି ନଦୀଟିଏ, ଯେଉଁ ନଦୀରେ କି ପୁତୁଡ଼ି ୱାଟରଫଲ୍ ରହିଛି। ତାହେଲେ ଖାଆ ପିଇ କରିଦେବା 6 କିଲୋମିଟର ମାନେ ଆହୁରି ଲାଗିବ 15 ମିନିଟ୍ ବଜେଟକୁ ପର୍ଯ୍ୟଟକ ନୁହେଁ ଗଭର୍ଣ୍ଣମେଣ୍ଟ ଗାଡ଼ି ତା ଫ୍ୟାମିଲି ଧରିକି ଆଇଛି ବୋଲି ସେ ଡ୍ରାଇଭର ଅଛି ବୋଧେ ପାଣି ଆମେ ଏମିତି ଯାଉଛନ୍ତି ଏଠି ସବୁ କୋଉଠି ବସିବୁ ଆମେ ବି ଏ ଯୋଉ ଇଏ ଦିଲ୍ଲୀ ଏକା ଏକା ଏଠି ସବୁଆଡ଼େ ଅଛନ୍ତି ଲୋକ ଡାହାଣ ପଟେ ବହିଯାଇଥିବା ନଦୀଟି ବହୁତ ସୁନ୍ଦର ଲାଗୁଛି। ଛୋଟ ଛୋଟ ପଥର ସବୁ ନଦୀ ଭିତରେ ପଡ଼ିଛି, ପୁରା ଗ୍ରୀନ୍ ଗ୍ରୀନ୍ ଘାସ ପୁରା ନଦୀ ସାରା। ଏଠି ଅଛି ଏଣ୍ଟ୍ରି ଚେକ୍ ପୋଷ୍ଟ, ଏଠି ଟିକେଟ୍ କରିବାକୁ ପଡ଼ିବ। ଦେଖିବା କେତେ ଟଙ୍କା ଟିକେଟ୍। ଟିକେଟ କେତେ 50 ପୁତୁଡ଼ି ୱାଟରଫଲ୍ 4 କିଲୋମିଟର ଦୂର ରହିଛି ଚେକପୋଷ୍ଟଟି। ସେଠି ଆପଣଙ୍କୁ 50 ଟଙ୍କା ଦେଇକି ଏଣ୍ଟ୍ରି ଟିକେଟ୍ କରିବାକୁ ପଡ଼ିବ। ତାପରେ ରହିଯାଇଛି ଜଙ୍ଗଲ, କେବଳ ଜଙ୍ଗଲ, କେବଳ ଜଙ୍ଗଲ। ଆଉ ଏଇ ଛୋଟିଆ ରାସ୍ତାଟି, ଘରଦ୍ୱାର କିଛି ବି ନାହିଁ। ଖାଇଲେ ସେଠି ଜଣା ପଡୁଛି ଭିତର କମିକା ନାଇଁ ନାଇଁ ଏଇଟା ଗୋଟେ ପାହାଡ଼ ଉପରେ ହେଇଯାଇଛି ମାଛ ପଥର ପାଲଟି ଯାଇଛି ଲୋକ ଯାଇଛନ୍ତି ଏଠି ବାଘ ଦେଖନ୍ତୁ 2:30 ଅନ୍ଧାର ରାତି ହେଇଗଲାଣି ମୁଁ ତ କହିଯାଇଥିଲି ଜଙ୍ଗଲ ଭିତରେ ବୁଲିବା ଆଜି ଆଉ ଆଦିବାସୀ ଝିଅ ପିଲାଟା ନା ସବୁ ଜାଗାରେ ତିନିଟା ଝିଅ ବସିକି ଦେଖି ଗଡ଼ି ପଡ଼ି ଯାଉଛି ଯିବେ କାଳେ ଛତୁ ହେଇଯାଇଛି ତଳକୁ ଏହି ରାସ୍ତାରେ 4 ଚକିଆ କାର୍ ଆସିବା ବହୁତ କଷ୍ଟ। ବାଇକ୍ ନେଇକି ଅବଶ୍ୟ ଆପଣ ଆରାମରେ ଯାଇପାରିବେ, କାହିଁକିନା ରାସ୍ତା ବହୁତ ଆବୁଡ଼ା ଖାବୁଡ଼ା ରହିଛି। ଅବଶ୍ୟ ମଝିରେ ମଝିରେ ଗୋଟେ ଜାଗାରେ କଂକ୍ରିଟ୍ ରହିଛି, କିନ୍ତୁ ବର୍ଷା ଦିନରେ ଯେଉଁ ବର୍ଷା ପାଣି ପାହାଡ଼ରୁ ଗଡ଼ିକି ଆସୁଛି ସେ କଂକ୍ରିଟ୍ ରାସ୍ତା ସବୁ ଧୋଇ ଦେଉଛି। ଡାହାଣ ପାର୍ଶ୍ୱରେ ପ୍ରାୟ 200-300 ଫୁଟ ତଳେ ରହିଛି ନଦୀଟି। କୌଣସି ବାଡ଼ ନାହିଁ କି ସେଫ୍ଟି ୱାଲ୍ ନାହିଁ। ଯଦି କିଛି ଅସାବଧାନତା ଘଟେ ସିଧା ଯାଇକି ଗାଡ଼ି ପଡ଼ିବ 300 ଫୁଟ ଖାଇରେ। ପଳେଇ ଗାଁଟା ଗଣିକି ପଳେଇ ଆସିଛି ଫ୍ୟାମିଲି ଅଛନ୍ତି ତ
ଗାଡ଼ିଟାକୁ ଟିକେ ସାଇଡ୍ କରିଦେବ ଅନେଇକି ଅନେଇକି ବାଇକ୍ ଗୋଟେ ମନର ଥାଏ ଭୟ ଆଉ ରୋମାଞ୍ଚ। ଏଭଳି ରାସ୍ତାରେ ମୁଁ କେବେ ବି କାର୍ ଡ୍ରାଇଭ୍ କରିନି। ଫାର୍ଷ୍ଟ ଟାଇମ୍ ଆଣିକି ଯାଉଛି, ପୁଣି ଫ୍ୟାମିଲିକୁ ବସେଇକି, ତ ନର୍ଭସ୍ ଟିକେ ଟିକେ ଲାଗୁଛି। ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ସାହସର ସହିତ ମୁଁ ଆଗେଇ ଚାଲିଛି। କିନ୍ତୁ ସମସ୍ତେ ଭୟ କରିଗଲେଣି, ମୁଁ ବି ଭୟ କରିଯାଉଛି, କିନ୍ତୁ ସେମାନଙ୍କୁ ଜଣାଉନି ଯେ ମୁଁ ଭୟ କରିଯାଇଛି ବୋଲି। ଆକ୍ଚୁଆଲି ଭୟ ଲାଗିବା ସ୍ୱାଭାବିକ, କାହିଁକିନା ନିର୍ଜନ ରାସ୍ତା ରହିଛି, ଛୋଟ ରାସ୍ତା ରହିଛି, ଆଉ ରାସ୍ତା ବି ଏତେ ଭଲ ନାହିଁ। ଡାହାଣ ପଟେ ରହିଛି 200 ଫୁଟର 300 ଫୁଟର ଖାଇ ରହିଛି, ଖାଇ ତଳେ ରହିଛି ନଦୀଟି, ଆଉ ଘଞ୍ଚ ଜଙ୍ଗଲ, ଏତେ ବି ଗହଳି ନାହିଁ, ଯାତାୟାତ ନାହିଁ ରାସ୍ତାରେ, ପୁରା ନିଛାଟିଆ ଲାଗୁଛି, ଆଉ ଜଙ୍ଗଲୀ ଜନ୍ତୁ ଆସିଯିବାର ବି ଭୟ ରହୁଛି। କୁଣ୍ଡ ପାଣି ଏଠି ୱାଟର କ୍ରସିଂ। ଏଇଗୁଟାକୁ ଦେଖିବାକୁ ଯାଉଛୁ? ଏଇଟା ଏଇ ଝରଣାଟା ନା ଏଇ ନଦୀଟା ବା ଏଇ ନଦୀ ଆକୁ ରହିଲେ ଗୋଟେ ସାଇଡ୍ କରି ତାକୁ ଜାଗା ଦେବ। ଇଏ ଦେଖିଲେ ଅଟୋ କେତେ ପଇସା ଆଗେ ଆଗେ ଛୋଟ ପିଲାରା ଧରିକି ବଇଥାନ ସେ 30 ଟଙ୍କା ଦେଇକି ଆଇଛନ୍ତି ଆଉ ଗାଡି ସାଙ୍ଗେ ସାଙ୍ଗେ ଦେଖିଲା ଅଟୋ କେତେ ପଇସା ଆଉ ଗୋଟେ କାର ଅଛି ଫେରାଫେରି ହବ ପଛଆଡ଼େ ପୁରା ହାଡ଼ି ତ ଆଗରେ ଗଲେ ନାଳରେ ପଡ଼ିଯିବ। ଓହ୍ଲେଇ ଦେଖୁନ ଟିକେ ଆଗକୁ ଚାଲ କଟିଯା ହେଇଯିବ। ଏମିତି ସରୁ ରାସ୍ତା ରହିଛି କି ଦୁଇଟା କାର୍ ବି କ୍ରସ୍ କରିପାରୁନାହିଁ। ତ ବଡ଼ ଗାଡ଼ି ଏଠିକି ଆସିପାରିବ ନାହିଁ, ଯେମିତିକି ବସ୍ ଆଉ ଛୋଟ ଛୋଟ ବସ୍ ବି ଆସିପାରୁନଥିବ ଏ ଜାଗାକୁ, କେବଳ କାର୍ରେ ଆସିପାରିବେ, ନହେଲେ ବାଇକ୍ରେ ଆସିପାରିବେ। ଆଉ କୋଉଠି ଖାଇବୁ? ଓହୋ କେତେ ଯାହା ଲୋକ ଆଇଛନ୍ତି, ପଳେଇ ଯାଇଛନ୍ତି। ସବୁ ପଳେଇ ଆସିଛନ୍ତି, ଆମେ ପଛରେ ହଉଛି ନା ଦେଖୁଥିବ କେତେ ହିଁ କରିଦେଉଛି କ'ଣ ଖାଇଦେବ ଖାଇଦେଲି ଆଉ ଯିବା ଆଲ ବୋଲି ଖାଇବାକୁ କି କଥା। ପହଞ୍ଚି ଯାଇଛୁ ପୁତୁଡ଼ି ୱାଟରଫଲ୍ ପାର୍କିଂରେ। ଯେଉଁ ରାସ୍ତା ବୋପା ମା ହେ ଭଗବାନ, ଯେଉଁ ଭଳିଆ ରାସ୍ତା ହେଇଛି, ମୁଣ୍ଡ ଖରାପ ରାସ୍ତା, ମୁଣ୍ଡ ଟିଣ ହେଇଗଲାଣି ରାସ୍ତାରେ ଆସିକି। ଖାଇଦେବା। ହୋଟେଲରୁ ପାର୍ସଲ ନେଇ ଆସିଥିଲୁ, ହୋଟେଲ ଆଉ ଖାଇଲୁନି, ପାର୍ସଲ ନେଇ ଆସିଲୁ, ପାର୍ସଲ ଖାଇଦେବା ଫାଷ୍ଟ, ତାପରେ ଯିବା ୱାଟରଫଲ୍ଟା। ସେଇଠୁ ହେଲା ଗେଟ୍। ପାର୍କିଂରେ ବରଗଛ, ଗୋଟେ ମଣ୍ଡପ ହେଇଛି, ମଣ୍ଡପରେ ବୁଲିବା ଆମର ପୁରା ଚିକେନ୍ ଆଉ ଚିଙ୍ଗୁଡ଼ି। ବୁଲିବା ଭିଡ଼ିଦେ। ଭୋକ ଲାଗିଲାଣି, ଟାଇମ୍ ଓଭର ହେଇଗଲାଣି, ଖାଇସାରିଲା ପରେ ଯିବା ୱାଟରଫଲ୍ ଭିତରକୁ। 3:05 ହେଇଗଲାଣି। ଖାଇ ପିଇ ସାରି ବର୍ତ୍ତମାନ ଆମେ ଏଣ୍ଟ୍ରି କରୁଛୁ ପୁତୁଡ଼ି ଜଳପ୍ରପାତ। ଗେଟ୍ ଏବେ ନୂଆ ହେଇଛି, ବୋଧେ ବନ୍ଦ ଅଛି, ସେଥିପାଇଁ ସାଇଡ଼୍ ଆମେ ଯାଉଛେ। ଏଠି ଗୋଟେ ଦମଦାର ଭୋଜି ଗୋଟେ ହେଉଛି। ସେ ନାତୁଣୀ କହୁଛି ଆମେ ସିଆଡ଼େ କ୍ୟାମେରା ବୁଲିବାନି, ପୁରା ଭୋଜି ଚାଲିଛି, ସବୁଆଡ଼େ ଭୋଜି ଚାଲିଛି। ମ୍ୟୁଜିକ୍ ଶୁଣି ବୁଲିବାରେ ଆସିଲାଣି। ନାଚ ଜନି ଗୀତ। ସେଠି ପାର୍କିଂ କରିକି ଆମେ ଗେଟ୍ ଭିତରେ ଏଣ୍ଟ୍ରି କରିଗଲେ, ତଥାପି କିଛି ବାଇକ୍ ଭିତରକୁ ପଳେଇ ଆସୁଛି।
टिकेट तो आम जो करते से टिकेट करा ये आउ किसी टिकेट ना। हाँ हाँ ये गोटे बसिया गोटे जगह करा गोटे अच्छी रेस्ट रूम गोटे रही जिला परिषद कंधमाल फुलवाणी। यहाँ बढ़िया रही जा बुलिया रही जा। सेल्फी पॉइंट बना जाइए। तले तले बढ़िया बंदोबस्त कराई कि रास्तार अवस्था शोचनीय मत लगे हिमाचल प्रदेश में बुलूचे मैंने ऊपर घाटी रास्ता तले है नई यही नईटा जो नदी आसी मम्मी मोर चली पारुनी। बटरफ्लाई मो पुतुड़ी बुलिमा बड़ा स्टेप अच्छी जगटा बहुत बढ़िया रास्ता तो पूरा हिमाचल प्रदेश रास्ता घाटी तापर साइड नदी जब खस पूरा खाई जीव रास्ता टी सरकार को अनुरोध टी रास्ता टी माने भल रास्ता टी करूँ सजाड़ू टे बड़ा सुंदर जगह आगे पाखक जावा पुतुड़ी वाटरफॉल आम ओडिशार एत सुंदर सुंदर जगह सब अच्छी आम फिल्म शूटिंग करा कहीं बाहर को जाऊे केते ब्यूटीफुल जगह पानी पाखे गोटे पिला फोटो उठाऊ रिस्क नियोनी भाई। এই জায়গায় বাবুসানଙ୍କର ଅଭିନୀତ ପାବାର ଓଡ଼ିଆ ଫିଲ୍ମର ଗୋଟିଏ ଗୀତ ସୁଟିଂ ହେଇଛି। ये खराब खाद्य नष्ट हो प्लस किंगफिशर बियर केन पड़ी चट्टान पूरा पत्थर चट्टान वर्षा दिन ये सब एरिया रे पानी फुल हो जाए बढ़िया लगुच केते कष्ट करके आम आसलु से रास्तार पहुँचला माने कौन कहि हेबनी सब सूर्य अस्त होती पहाड़ पहाड़ पाखे सूर्य अस्त होती सब ये भोजी कर रोसे कर खाऊँ
ମାନେ ବ୍ୟୁଟିଫୁଲ୍ ପ୍ଲେସ୍। ତଳକୁ ଯିବା ଚେଷ୍ଟା ବୁଲିବା ନାଇଁ ନାଇଁ ନାଇଁ। ଶ୍ରୀରାମଙ୍କର ଗଦା ଚିହ୍ନ ଗୋଟେ ହେଇଛି, ଦେଖିବା ଯିବା ସେଠି। ଡେଇଁକି ଯିବାକୁ ପଡ଼ିବ, ଧୀରେ ଧୀରେ ବୁଲିମା। ଶ୍ରୀରାମଙ୍କ ନାଁ ଲେଖାଯାଇଛି, କିନ୍ତୁ ଏଠି କ'ଣ ଗଡ଼ୁଛି? ମଦ ବୋତଲ। ବଢ଼ିଆ ଲାଗୁଛି ଜାଗାଟା। ପଳେଇଛି ପୁରା ପୁତୁଡ଼ି ୱାଟରଫଲ୍ ତଳକୁ ପଳେଇ ଆସିଛି। ଦେଖନ୍ତୁ ଭିୟୁଟା, ଦେଖନ୍ତୁ ଭିୟୁ ଖାଲି ଦେଖନ୍ତୁ। ୱାଓ ୱାଓ। ପୁତୁଡ଼ି ୱାଟରଫଲ୍ ଫୁଲବାଣୀ ସହରଠାରୁ ମାତ୍ର 15 କିଲୋମିଟର ଦୂର। ଏତେ ସୁନ୍ଦର ୱାଟରଫଲ୍ ଆପଣ ଏଇଠିକି ଆସିଲା ପରେ ହିଁ ଜାଣିପାରିବେ। କିନ୍ତୁ ଆସିଲା ବେଳେ ଯେଉଁ ରାସ୍ତା ହେଇଛି ଟିକେ ସାଧାରଣ ସହିତ ଆସିବାକୁ ପଡ଼ିବ। ଯେଉଁ ଭଳିଆ ଘାଟି ରାସ୍ତା ହେଇଛି, ରାସ୍ତା ଏତେ ଭଲ ନାହିଁ। ଆଉ ବର୍ତ୍ତମାନ 4ଟା ପରେ ହେଇଗଲାଣି, ଆଉ ପୁଣି ଫେରିବାକୁ ପଡ଼ିବ। 5 ଘଣ୍ଟା ଲାଗିଯାଉଛି। ଆଉ ଶୀତଦିନ ଯେହେତୁ ଅଛି, କୁହୁଡ଼ି ଅଛି, ସେଥିପାଇଁ ଆମେ ଟିକେ ଜଲ୍ଦି ବାହାରିଯିବୁ। ବର୍ତ୍ତମାନ ଏବେ ଡାଇରେକ୍ଟ ଏଠୁ ବାହାରିଯିବୁ ଆମ ଗାଁକୁ, ରାଜସୁନାଖଳା।